ସକାଳର ଅଧା ଅଧି ବାସି କାମ ସାରିକି ଚା ବନେଇକି ନେଇ ଆସିଲି। ତାଙ୍କୁ ଆଗରୁ ଦେଇ ଦେଇଥିଲି, ମୁଁ ଏବେ ମୋ ଚାଟା ଆଣିଲି। ଆଗରୁ ମାନେ 2-4 ମିନିଟ୍ ଆଗରୁ ହିଁ ଦେଇଛି। ଦେଇଦେଲ କ'ଣ ତମେ ତ 5:30 ମତେ ଯେତେବେଳେ ଦେଲ ତମେ ଭୁସି ମିଶ୍ରି ସେତେବେଳେ କେତେ ଟାଇମ ହେଇଥିଲା ଜାଣିଛ? ମୁଁ ଘଡ଼ି ଦେଖିନି। 4:30ଟା। ହଁ ତ ଏବେ 6:30ଟା। ହଁ ତ ମୁଁ ଜାଣିନି ଏବେ କେତେ ଏକ୍ଜାକ୍ଟ ହେଇଥିବ। ହଁ ସେଇଆ ହିଁ ହେଇଥିବ। ହେଲା ହଁ ଅଧଘଣ୍ଟା ପରେ ଚା ଦଉଛି କହିଲ, ହଁ 2 ଘଣ୍ଟା ପରେ ଦଉଛ। ଆରେ ମୁଁ ପୁଣି କାମ ସାରିକି ଦେବି ନା ଚା, ତ ନିଜେ ଅଧଘଣ୍ଟା ସମୟ ନଉଛି। ଅଧଘଣ୍ଟା କହିଲ ଆରେ ଚା ଦଉଛି କହିଦେଲେ ଲୋକଟା କମ ସେ କମ ସନ୍ଧ୍ୟା ପର୍ଯ୍ୟନ୍ତ ବି ଅପେକ୍ଷା କରିବ। ଦେଖୁଛନ୍ତି ସାଙ୍ଗମାନେ। ହଁ ଦବ ତ କହିଛି ଆଉ ସିଏ ଘଣ୍ଟେ ଅଧଘଣ୍ଟା 15 ମିନିଟ୍ କହି। ଆରେ ହେଲା ଆଉ କୋଉଠି। ଆରେ ଦେଖ ଚା ଟା ଭଲ ଚା ଟା ସମୟ ନେବ, ଅଧଘଣ୍ଟାରୁ ଅଧିକା ନଉଛି ଗୋଟେ ଚା। ପୁଣି କାମ ଦାମ ଆଉ ତମରି ପଛରେ ରହିବୁ, ଘର କାମ ପୁଣି ହବ କି ହବନି। ପୁଣି ଜେନେରାଲ ସିଫ୍ଟ ଡ୍ୟୁଟି ତାର ବି ତ ଦେଖିବାକୁ ଅଛି ନା। ଆମେ ଆକ୍ଚୁଆଲି କହୁଛୁ କାମ କରୁଛୁ। ପ୍ରକୃତରେ ଜଣେ ଯଦି କାମ କରି ବସିବ ସେ ଗୋଟେ ହାଉସ ୱାଇଫ ହଉନା କାହିଁକି, ବାହାରେ ଯେ ଯାଇକି ତାଙ୍କର ନିଜ ଇଏ କରୁଛନ୍ତି ଗୋଟେ ହାଉସ ୱାଇଫ ଯେ ତା ଘରର କାମ କରି ବସିବ ନା, ନିଶ୍ୱାସ ମାରିବାକୁ ସମୟ। ନିଶ୍ୱାସ ମାରିବାକୁ ଫୁର୍ସତ ମିଳିବ। ହଁ ବା ବହେ କାମ। ସିଏ ତାଙ୍କ ଚା ପିଇକି ବାହାରି ଗଲେଣି। ମୁଁ ଏବେ ଟିକେ ଏଇଠି ବସିକି ଚା ପିଇବି, ଗାଧୋଇବା ପାଇଁ ବି ଗଲେଣି। ମୁଁ ଟିକେ ବସିକି ଆରାମସେ ଚା ପିଇବି, ତାପରେ ଆଉ ବାକି କାମ କରିବି ସବୁ।